ओम शांति 26 अगस्त 2025 प्रातः मुरली बाप दादा मधुबन। मीठे बच्चे, ज्ञान सागर बाबा ज्ञान वर्षा करी एही धरणी को सबुजिमा करिबा पई आसिछन्ति। एबे स्वर्गर स्थापना हेउछि, सेठाको जिबा पई दैवी संप्रदायर हेबाको पड़िबो। आजिर प्रश्न, सर्वोत्तम कूलर संतान मानकर मुख्य कर्तव्य कौन? सर्वोत्तम कूलर संतान मानकर मुख्य कर्तव्य कौन? उत्तर, सर्वदा श्रेष्ठ आत्मिक सेवा करिबा। एठारे बसिबा बा चालिबा बुलिबा समयरे खास भारत को एवं साधारणतः भावे सारा विश्व को पावन करिबा। श्रीमत आधार रे बाबांकर सहयोगी हेबा, ଏହା ହିଁ ହେଉଛି ସର୍ବୋତ୍ତମ ବ୍ରାହ୍ମଣ ମାନଙ୍କର କର୍ତ୍ତବ୍ୟ। ଗୀତ जो पिया के साथ है। ओम शांति। ମଧୁର ଆତ୍ମିକ ସନ୍ତାନ ମାନଙ୍କୁ ଆତ୍ମିକ ପିତା ବୁଝାଉଛନ୍ତି, ଯେଉଁମାନେ କି ଆତ୍ମିକ ପିତାଙ୍କ ସାଥିରେ ଅଛନ୍ତି। ଯେହେତୁ ବାବା ହେଉଛନ୍ତି ଜ୍ଞାନର ସାଗର। କେଉଁ ବାବା? ଶିବ ବାବା। ବ୍ରହ୍ମା ବାବାଙ୍କୁ ଜ୍ଞାନର ସାଗର କୁହାଯିବ ନାହିଁ। ଶିବ ବାବା ଯାହାଙ୍କୁ ପରମ ପିତା ପରମାତ୍ମା କୁହାଯାଏ। ଜଣେ ହେଲେ ଲୌକିକ ଶାରୀରିକ ପିତା, ଅନ୍ୟ ଜଣେ ହେଲେ ପାରଲୌକିକ ଆତ୍ମିକ ପିତା। ସେ ହେଲେ ଲୌକିକ ପିତା, ଆଉ ସେ ହେଲେ ଆତ୍ମାମାନଙ୍କର ପିତା। ଏହା ବହୁତ ଭଲ ରୂପେ ବୁଝିବାର କଥା ଏବଂ ଜ୍ଞାନର ସାଗର ହିଁ ଏହି ଜ୍ଞାନ ଶୁଣାଉଛନ୍ତି। ଯେପରି ଭଗବାନ ହେଉଛନ୍ତି ଜଣେ, ସେହିପରି ଜ୍ଞାନ ମଧ୍ୟ ଜଣେ ହିଁ ଦେଇପାରିବେ। ବାକି ଯେଉଁମାନେ ଶାସ୍ତ୍ର ଗୀତା ଆଦି ପଢ଼ୁଛନ୍ତି, ଭକ୍ତି କରୁଛନ୍ତି, ତାହା କୌଣସି ଜ୍ଞାନ ନୁହେଁ, ଯାହାଦ୍ୱାରା କୌଣସି ଜ୍ଞାନ ବର୍ଷା ହୁଏ ନାହିଁ। ସେଥିପାଇଁ ଭାରତ ବିଲକୁଲ ଶୁଖିଯାଇଛି, କାଙ୍ଗାଳ ହୋଇଯାଇଛି। ଯେପରି ବର୍ଷା ନହେଲେ ଜମିବାଡ଼ି ଆଦି ସବୁ ଶୁଖିଯାଇଥାଏ। ତାହା ହେଉଛି ଭକ୍ତି ମାର୍ଗ। ତାକୁ ଜ୍ଞାନ ମାର୍ଗ କୁହାଯିବ ନାହିଁ। ଜ୍ଞାନ ଦ୍ୱାରା ସ୍ୱର୍ଗର ସ୍ଥାପନା ହୋଇଥାଏ। ସେଠାରେ ଧରିତ୍ରୀ ସର୍ବଦା ସବୁଜିମା ରହିଥାଏ, କେବେ ହେଲେ ଶୁଖିଯାଏ ନାହିଁ। ଏହା ହେଉଛି ଜ୍ଞାନର ପାଠପଢ଼ା। ଈଶ୍ୱରୀୟ ପିତା ଜ୍ଞାନ ଦେଇ ଦୈବୀ ସମ୍ପ୍ରଦାୟ କରୁଛନ୍ତି। ବାବା ବୁଝାଉଛନ୍ତି, ମୁଁ ହେଉଛି ତୁମ ସମସ୍ତ ଆତ୍ମାମାନଙ୍କର ପିତା। କିନ୍ତୁ ମୋତେ ଏବଂ ମୋର କର୍ତ୍ତବ୍ୟକୁ ନ ଜାଣିବା କାରଣରୁ ହିଁ ମନୁଷ୍ୟମାନେ ଏତେ ପତିତ ଦୁଃଖୀ ଅନାଥ ହୋଇଯାଇଛନ୍ତି। ପରସ୍ପର ମଧ୍ୟରେ ଲଢ଼େଇ କରୁଛନ୍ତି। ଘରେ ବାପା ନଥିଲେ ପିଲାମାନେ ପରସ୍ପର ମଧ୍ୟରେ ଲଢ଼େଇ ଝଗଡ଼ା କରନ୍ତି। ତେବେ କହିଥାନ୍ତି, ତୁମର ବାପା ଅଛନ୍ତି ବା ନାହାନ୍ତି? ବର୍ତ୍ତମାନ ମଧ୍ୟ ସାରା ଦୁନିଆ ନିଜର ପିତାଙ୍କୁ ଜାଣି ନାହାନ୍ତି। ନ ଜାଣିବା କାରଣରୁ ହିଁ ଏତେ ଦୁର୍ଗତି ହୋଇଯାଇଛି। ଜାଣିଲେ ସଦ୍ଗତି ହୋଇଥାଏ। ସମସ୍ତଙ୍କର ସଦ୍ଗତି ଦାତା ହେଉଛନ୍ତି ଜଣେ। ତାଙ୍କୁ ପିତା କୁହାଯାଏ। ତାଙ୍କର ନାମ ହିଁ ହେଉଛି ଶିବ। ତାଙ୍କର ନାମ କେବେ ହେଲେ ପରିବର୍ତ୍ତିତ ହୁଏ ନାହିଁ। ଯେତେବେଳେ ସନ୍ନ୍ୟାସ କରିଥାନ୍ତି, ସେତେବେଳେ ନାମ ବଦଳାଇଥାନ୍ତି ନା? ବିବାହ ସମୟରେ ମଧ୍ୟ କୁମାରୀଙ୍କର ନାମ ବଦଳିଥାଏ। ଏହିସବୁ ପ୍ରଥା ଭାରତରେ ହିଁ ଅଛି। ବିଦେଶରେ ଏପରି ହୁଏ ନାହିଁ। ଏହି ଶିବ ବାବା ହେଉଛନ୍ତି ସମସ୍ତଙ୍କର ମାତା ପିତା। ଗାୟନ ମଧ୍ୟ କରନ୍ତି, ତୁମେ ମାତା ପିତା। ଭାରତରେ ହିଁ ଏହିଭଳି ଡାକିଥାନ୍ତି। ତୁମ କୃପାରୁ ଅଥାହ ସୁଖ ମିଳୁଛି। ଏପରି ନୁହେଁ ଯେ ଭକ୍ତି ମାର୍ଗରେ ଭଗବାନ କୃପା କରି ଆସିଛନ୍ତି। ନା, ଭକ୍ତିରେ ଅଥାହ ସୁଖ ମିଳିନଥାଏ। ପିଲାମାନେ ଜାଣିଛନ୍ତି ଯେ ସ୍ୱର୍ଗରେ ବହୁତ ସୁଖ ରହିଛି। ତାହା ହେଉଛି ନୂଆ ଦୁନିଆ। ପୁରୁଣା ଦୁନିଆରେ ଦୁଃଖ ହିଁ ହୋଇଥାଏ। ଯିଏ ଥାଉଁ ଥାଉଁ ପୂର୍ଣ୍ଣ ରୂପେ ମରିଯାଇଥିବେ, ତାଙ୍କର ନାମ ବଦଳି କରାଯାଇପାରିବ। କିନ୍ତୁ ମାୟା ଜିତି ଯାଉଛି।
ତେଣୁ ପୁଣି ବ୍ରାହ୍ମଣରୁ ଶୂଦ୍ର ହୋଇଯାଉଛନ୍ତି। ସେଥିପାଇଁ ବାବା ନୂଆ ନାମ ରଖୁନାହାନ୍ତି। ବ୍ରାହ୍ମଣଙ୍କର ତ ମାଳା ହୋଇପାରିବ ନାହିଁ। ତୁମେ ସନ୍ତାନମାନେ ହେଉଛ ସର୍ବୋତ୍ତମ କୁଳର। ତୁମେ ଶ୍ରେଷ୍ଠ ଈଶ୍ୱରୀୟ ସେବା କରୁଛ। ଏଠାରେ ବସି ଥାଉ ଥାଉ ଅଥବା ଚାଲି ବୁଲି ତୁମେ ବିଶେଷ କରି ଭାରତର ଏବଂ ସାଧାରଣ ଭାବେ ବିଶ୍ୱର ସେବା କରୁଛ। ବିଶ୍ୱକୁ ତୁମେ ପବିତ୍ର କରୁଛ। ତୁମେ ହେଉଛ ବାବାଙ୍କର ସହଯୋଗୀ। ବାବାଙ୍କ ଶ୍ରୀମତ ପାଳନ କରି ତୁମେ ସହଯୋଗ ଦେଉଛ। ଏହି ଭାରତ ହିଁ ପାବନ ହେବ। ତୁମେ କହିବ, ଆମେ କଳ୍ପକଳ୍ପ ଏହି ଭାରତକୁ ପବିତ୍ର କରାଇ ପବିତ୍ର ଭାରତରେ ରାଜତ୍ୱ କରୁଛନ୍ତି। ବ୍ରାହ୍ମଣରୁ ପୁଣି ଆମେ ଭବିଷ୍ୟ ଦେବୀ ଦେବତା ହେଉଛୁ। ବିରାଟ ରୂପର ଚିତ୍ର ମଧ୍ୟ ରହିଛି। ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ହେଉଛନ୍ତି ବ୍ରାହ୍ମଣ। ବ୍ରାହ୍ମଣ ସେତେବେଳେ ସୃଷ୍ଟି ହେବେ ଯେତେବେଳେ ପ୍ରଜାପିତା ବ୍ରହ୍ମା ସ୍ୱୟଂ ଉପସ୍ଥିତ ରହିବେ। ଏବେ ତୁମେ ସମ୍ମୁଖରେ ଅଛ। ତୁମେ ପ୍ରତ୍ୟେକ ନିଜକୁ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ବୋଲି ଭାବୁଛ। ଏହା ହିଁ ଯୁକ୍ତି। ସନ୍ତାନ ଭାବିବା ଦ୍ୱାରା ଭାଇ ଭଉଣୀ ହୋଇଯାଉଛ। ଭାଇ ଭଉଣୀଙ୍କର କେବେ ହେଲେ ବିକାରୀ ଦୃଷ୍ଟି ରହିବା ଅନୁଚିତ। ଏବେ ବାବା ଅଧ୍ୟାଦେଶ ଜାରି କରୁଛନ୍ତି ଯେ ତୁମେ 63 ଜନ୍ମ ପତିତ ରହିଲ। ଏବେ ଯଦି ପବିତ୍ର ଦୁନିଆ ସ୍ୱର୍ଗକୁ ଯିବାକୁ ଚାହୁଁଛ ତେବେ ପବିତ୍ର ହୁଅ। ସେଠାକୁ ପତିତ ଆତ୍ମା ଯାଇପାରିବେ ନାହିଁ। ସେଥିପାଇଁ ବେହଦ ପିତାଙ୍କୁ ତୁମେ ଡାକୁଛ। ଏହି ଆତ୍ମା ଶରୀର ଦ୍ୱାରା କଥା ହେଉଛି। ଶିବ ବାବା ମଧ୍ୟ କହୁଛନ୍ତି, ମୁଁ ଏହି ବ୍ରହ୍ମାଙ୍କ ଶରୀର ଦ୍ୱାରା କଥା ହେଉଛି, ନଚେତ୍ ମୁଁ କିପରି ଆସିବି? ମୋର ଜନ୍ମ ହେଉଛି ଦିବ୍ୟ। ସତ୍ୟଯୁଗରେ ଦୈବୀ ଗୁଣଧାରୀ ଦେବତାମାନେ ରହିବେ। ବ୍ରାହ୍ମଣମାନେ ଆସୁରୀ ଗୁଣଧାରୀ ମନୁଷ୍ୟ ଅଛନ୍ତି। ଏଠାକାର ମନୁଷ୍ୟମାନଙ୍କୁ ଦେବତା କୁହାଯିବ ନାହିଁ। ସେ ଯେ କେହି ବି ହୁଅନ୍ତୁ ନା କାହିଁକି ବହୁତ ବଡ଼ ବଡ଼ ନାମ ରଖି ଦେଉଛନ୍ତି। ସାଧୁମାନେ ନିଜକୁ ଶ୍ରୀ ଶ୍ରୀ ଏବଂ ମନୁଷ୍ୟମାନଙ୍କୁ ଶ୍ରୀ କହୁଛନ୍ତି। କାହିଁକି ନା ନିଜେ ପବିତ୍ର ରହିଥାନ୍ତି। ସେଥିପାଇଁ ଶ୍ରୀ ଶ୍ରୀ କହୁଛନ୍ତି। ସେମାନେ ହେଉଛନ୍ତି ତ ମନୁଷ୍ୟ। ବିକାରଗ୍ରସ୍ତ ନହେଲେ ମଧ୍ୟ ବିକାରୀ ଦୁନିଆରେ ତ ରହୁଛନ୍ତି ନା। ତୁମେ ଭବିଷ୍ୟତରେ ନିର୍ବିକାରୀ ଦୈବୀ ଦୁନିଆରେ ରାଜତ୍ୱ କରିବ। ସେଠାରେ ବି ମନୁଷ୍ୟ ହିଁ ରହିବେ, କିନ୍ତୁ ଦୈବୀ ଗୁଣ ସମ୍ପନ୍ନ ହେବେ। ବର୍ତ୍ତମାନ ସମୟରେ ମନୁଷ୍ୟ ଆସୁରୀ ଗୁଣଧାରୀ ପତିତ ହୋଇଯାଇଛନ୍ତି। ଗୁରୁ ନାନକ ମଧ୍ୟ କହିଛନ୍ତି, ମୁତ ପଲିତ କପଡ଼ ଧୋଏ, ଅର୍ଥାତ୍ ପତିତ ଆତ୍ମାକୁ ପବିତ୍ର କରୁଛନ୍ତି। ଗୁରୁ ନାନକ ମଧ୍ୟ ବାବାଙ୍କର ମହିମା କରିଛନ୍ତି। ଏବେ ବାବା ଆସିଛନ୍ତି ସ୍ଥାପନା ଏବଂ ବିନାଶ କରିବା ପାଇଁ। ଅନ୍ୟ ଯିଏକି ଧର୍ମସ୍ଥାପକମାନେ ଅଛନ୍ତି ସେମାନେ କେବଳ ଧର୍ମ ସ୍ଥାପନ କରୁଛନ୍ତି, ଅନ୍ୟ ଧର୍ମଗୁଡ଼ିକ ବିନାଶ କରୁନାହାନ୍ତି। ସେମାନଙ୍କର ତ ବୃଦ୍ଧି ହେଉଛି। ଏବେ ବାବା ବୃଦ୍ଧିକୁ ବନ୍ଦ କରୁଛନ୍ତି। ଗୋଟିଏ ଧର୍ମର ସ୍ଥାପନା ଓ ଅନେକ ଧର୍ମର ବିନାଶ କରାଉଛନ୍ତି। ଡ୍ରାମା ଅନୁସାରେ ଏସବୁ ନିଶ୍ଚିତ ହେବ। ବାବା କହୁଛନ୍ତି, ମୁଁ ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା କରୁଛି, ଯେଉଁଥିପାଇଁ ତୁମକୁ ପାଠ ପଢ଼ାଉଛି। ସତ୍ୟ ଯୁଗରେ ଅନେକ ଧର୍ମ ରହିବ ହିଁ ନାହିଁ। ଡ୍ରାମାରେ ସମସ୍ତ ଆତ୍ମାଙ୍କୁ ଫେରିବା ନିର୍ଦ୍ଧାର୍ଯ୍ୟ ହୋଇ ରହିଛି। ଏହି ବିନାଶକୁ କେହି ଏଡ଼େଇ ଦେଇପାରିବେ ନାହିଁ। ବିଶ୍ୱରେ ଶାନ୍ତି ସେତେବେଳେ ହେବ ଯେବେ ବିନାଶ ହେବ। ଏହି ଲଢ଼େଇ ଦ୍ୱାରା ହିଁ ସ୍ୱର୍ଗର ଗେଟ୍ ଖୋଲୁଛି। ଏହି ବିନାଶକୁ ମଧ୍ୟ ତୁମେ ଲେଖିପାରିବ ଯେ କଳ୍ପ ପୂର୍ବରୁ ମଧ୍ୟ ଏହିଭଳି ମହାଭାରୀ ମହାଭାରତ ଲଢ଼େଇ ଲାଗିଥିଲା। ଯଦି ତୁମେମାନେ ପ୍ରଦର୍ଶନୀର ଉଦ୍ଘାଟନ କରୁଛ, ଏକଥା ମଧ୍ୟ ଲେଖ। ବାବା ପରମଧାମରୁ ଆସିଛନ୍ତି ସ୍ୱର୍ଗର ଉଦ୍ଘାଟନ କରିବା ପାଇଁ।
ବାବା କହୁଛନ୍ତି ମୁଁ ହେଭେନଲି ଗଡ୍ ଫାଦର ସ୍ୱର୍ଗର ଉଦ୍ଘାଟନ କରିବାକୁ ଆସିଛି। ସ୍ୱର୍ଗବାସୀ କରାଇବା ପାଇଁ ପିଲାମାନଙ୍କର ହିଁ ସାହାଯ୍ୟ ନେଉଛି। ନଚେତ୍ ଏତେ ସବୁ ଆତ୍ମାମାନଙ୍କୁ କିଏ ପବିତ୍ର କରାଇବ? ଢେର ଆତ୍ମା ରହିଛନ୍ତି, ଘରେ ଘରେ ତୁମେ ଏହା ବୁଝାଇ ପାରିବ। ତୁମେମାନେ ଭାରତବାସୀ ସତୋପ୍ରଧାନ ଥିଲ, ପୁଣି 84 ଜନ୍ମ ପରେ ତମୋ ପ୍ରଧାନ ହୋଇଯାଇଛ। ଏବେ ପୁନର୍ବାର ସତୋପ୍ରଧାନ ହୁଅ, ମନ୍ମନା ଭବ। ଏପରି କୁହ ନାହିଁ ଯେ ତୁମେ ଶାସ୍ତ୍ରକୁ ମାନୁନାହଁ। କୁହ ଶାସ୍ତ୍ରକୁ ଏବଂ ଭକ୍ତି ମାର୍ଗକୁ ତ ଆମେ ମାନୁଥିଲୁ, କିନ୍ତୁ ଏବେ ଏହି ଭକ୍ତି ମାର୍ଗର ରାତ୍ରି ସରିବାକୁ ଯାଉଛି। ଜ୍ଞାନ ଦ୍ୱାରା ଦିନ ଆରମ୍ଭ ହେଉଛି। ବାବା ଆସିଛନ୍ତି ସଦ୍ଗତି କରିବାକୁ। ବୁଝାଇବା ନିମନ୍ତେ ବହୁତ ଯୁକ୍ତି ଆବଶ୍ୟକ। କେହି ଭଲ ଭାବରେ ଧାରଣ କରୁଛନ୍ତି ତ କେହି କମ୍। ପ୍ରଦର୍ଶନୀରେ ମଧ୍ୟ ଯେଉଁମାନେ ଭଲ ଭଲ ସନ୍ତାନ ଅଛନ୍ତି ସେମାନେ ଭଲ ବୁଝାଉଛନ୍ତି। ଯେପରି ବାବା ଶିକ୍ଷକ ଅଟନ୍ତି, ସେହିପରି ପିଲାମାନଙ୍କୁ ମଧ୍ୟ ଶିକ୍ଷକ ହେବାକୁ ପଡ଼ିବ। ଗାନ ମଧ୍ୟ କରାଯାଏ ସତଗୁରୁ ଉଦ୍ଧାର କରନ୍ତି। ବାବାଙ୍କୁ କୁହାଯାଏ ସତ୍ୟ ଦୁନିଆର ସ୍ଥାପନାକର୍ତ୍ତା ସତ୍ୟ ବାବା। ରାବଣ ମିଥ୍ୟାଖଣ୍ଡ ସ୍ଥାପନ କରୁଛି। ଏବେ ସଦ୍ଗତି ଦାତା ଯେହେତୁ ମିଳିଯାଇଛନ୍ତି, ସେହେତୁ ଆମେ ଭକ୍ତି କିପରି କରିବୁ? ଭକ୍ତିରେ ଶିକ୍ଷା ଦେବା ପାଇଁ ଅନେକ ଗୁରୁ ଅଛନ୍ତି। ସତଗୁରୁ ତ ହେଉଛନ୍ତି ଜଣେ। କହନ୍ତି ମଧ୍ୟ ସତଗୁରୁ ଅକାଳ। ତଥାପି ମଧ୍ୟ ଅନେକ ଗୁରୁ ହେଉଛନ୍ତି। ସନ୍ନ୍ୟାସୀ ଉଦାସୀ ଅନେକ ପ୍ରକାରର ଗୁରୁ ରହିଛନ୍ତି। ଶିଖମାନେ ନିଜେ କହିଥାନ୍ତି ଯେ ସତଗୁରୁ ଅକାଳ, ଅର୍ଥାତ୍ ଯାହାକୁ କାଳ ଖାଏ ନାହିଁ। ମନୁଷ୍ୟମାନଙ୍କୁ ତ କାଳ ଖାଇଯାଇଥାଏ। ବାବା ବୁଝାଉଛନ୍ତି ମନ୍ମନା ଭବ। ସେମାନଙ୍କର ପୁଣି ରହିଛି ସାହେବଙ୍କୁ ଜପ କଲେ ସୁଖ ମିଳିବ। ମୁଖ୍ୟ ଏହି ଦୁଇଟି ଅକ୍ଷର ରହିଛି। ବାବା କହୁଛନ୍ତି ମୋତେ ୟାଦ କର, ଅର୍ଥାତ୍ ସାହେବଙ୍କୁ ମନେ ମନେ ଜପ କର। ସାହେବ ତ ଏକମାତ୍ର ଅଟନ୍ତି। ଗୁରୁ ନାନକ ମଧ୍ୟ ବାବାଙ୍କ ପାଇଁ ଇଶାରା କରିଛନ୍ତି ଯେ ତାଙ୍କୁ ଜପ କର। ବାସ୍ତବରେ ତୁମକୁ ଜପିବାର ନାହିଁ, ୟାଦ କରିବାକୁ ହେବ। ଏହା ହେଉଛି ଅଜପା ଜପ। ମୁଖ ଦ୍ୱାରା କିଛି କହିବାର ନାହିଁ। ଶିବ ଶିବ ମଧ୍ୟ ମୁଖରେ କହିବାର ଆବଶ୍ୟକତା ନାହିଁ। ତୁମକୁ ତ ଶାନ୍ତିଧାମକୁ ଯିବାକୁ ହେବ। ଏବେ ବାବାଙ୍କୁ ମନେ ପକାଅ। ଅଜପା ଜପ ମଧ୍ୟ ଗୋଟିଏ ହିଁ ହୋଇଥାଏ, ଯାହାକି ବାବା ଶିଖାଉଛନ୍ତି। ସେମାନେ କେତେ ଘଣ୍ଟା ବଜାଉଛନ୍ତି? ସେମାନେ କେତେ ଘଣ୍ଟା ବଜାଉଛନ୍ତି? ଧ୍ୱନି କରୁଛନ୍ତି, ମହିମା କରୁଛନ୍ତି। କହୁଛନ୍ତି ଅଚ୍ୟୁତମ୍ କେଶବମ୍, କିନ୍ତୁ ଗୋଟିଏ ହେଲେ ଅକ୍ଷରକୁ ବୁଝନ୍ତି ନାହିଁ। ସୁଖଦାତା ହେଉଛନ୍ତି ଏକ ବାବା। ପ୍ରକୃତ ବ୍ୟାସ ମଧ୍ୟ ତାଙ୍କୁ କୁହାଯିବ। ତାଙ୍କ ପାଖରେ ଜ୍ଞାନ ରହିଛି, ତେଣୁ ଦେଉଛନ୍ତି। ସୁଖ ମଧ୍ୟ ସେ ହିଁ ଦେଉଛନ୍ତି। ତୁମେ ପିଲାମାନେ ଜାଣିଛ, ଏବେ ଆମର ଉନ୍ନତି କଳା ହେଉଛି। ସିଡ଼ି ଚିତ୍ରରେ କଳାକୁ ମଧ୍ୟ ଦର୍ଶାଯାଇଛି। ବର୍ତ୍ତମାନ ସମୟରେ କୌଣସି କଳା ନାହିଁ। ମୁଁ ନିର୍ଗୁଣ ହାର ପାଖରେ ଗୋଟିଏ ନିର୍ଗୁଣ ସଂସ୍ଥା ମଧ୍ୟ ରହିଛି। ଏବେ ବାବା କହୁଛନ୍ତି ବାଳକ ତ ମହାତ୍ମା ସଦୃଶ, ତାଙ୍କ ପାଖରେ କୌଣସି ଅବଗୁଣ ନଥାଏ। ତାଙ୍କର ପୁଣି ନାମ ନିର୍ଗୁଣ ବାଳକ ରଖିଦେଇଛନ୍ତି। ଯଦି ବାଳକ ପାଖରେ ଗୁଣ ନାହିଁ, ତେବେ ବାବାଙ୍କ ପାଖରେ ମଧ୍ୟ ନାହିଁ। ସମସ୍ତଙ୍କ ମଧ୍ୟରେ ଅବଗୁଣ ରହିଛି। ଗୁଣବାନ କେବଳ ଦେବତାମାନେ ହିଁ ହୁଅନ୍ତି। ପ୍ରଥମ ଅବଗୁଣ ହେଲା ବାବାଙ୍କୁ ନ ଜାଣିବା। ଦ୍ୱିତୀୟ ଅବଗୁଣ ହେଉଛି ବିଷୟ ସାଗରରେ ଉବୁଟୁବୁ ହେବା। ବାବା କହୁଛନ୍ତି ଅଧାକଳ୍ପ ତୁମେ ଉବୁଟୁବୁ ହେଉଛ,
ଏବେ ମୁଁ ଜ୍ଞାନ ସାଗର ତୁମକୁ କ୍ଷୀରସାଗରକୁ ନେଇଯାଉଛି। କ୍ଷୀରସାଗରକୁ ଯିବା ପାଇଁ ତ ମୁଁ ତୁମକୁ ଶିକ୍ଷା ଦେଉଛି। ମୁଁ ଆସି ବ୍ରହ୍ମାଙ୍କ ପାଖରେ ବସୁଛି, ଯେଉଁଠି ଆତ୍ମା ରହୁଛି। ମୁଁ ସ୍ୱତନ୍ତ୍ର ଅଟେ, କେଉଁଠାକୁ ବି ଯାଇ ଆସିପାରିବି। ତୁମେ ପବିତ୍ରଙ୍କୁ ଖୁଆଇଥାଅ, ତେବେ ଆତ୍ମାକୁ ଖୁଆଉଛ ନା? ଶରୀର ତ ଭସ୍ମ ହୋଇଯାଇଥାଏ, ତାଙ୍କୁ ଦେଖି ବି ପାରିବ ନାହିଁ। ଭାବୁଛ ଅମୁକ ଆତ୍ମାର ଶ୍ରାଦ୍ଧ। ଆତ୍ମାକୁ ଡକାଯାଏ, ଏହା ମଧ୍ୟ ଡ୍ରାମାରେ ପାର୍ଟ ରହିଛି। କେବେ ଆସିଥାଏ, କେବେ ଆସି ମଧ୍ୟ ନଥାଏ। କେହି ବତେଇଥାନ୍ତି, କେହି ବତେଇ ବି ନଥାନ୍ତି। ଏଠାରେ ମଧ୍ୟ ଆତ୍ମାକୁ ଡକାଯାଏ, ଆସି କହିଥାଏ। କିନ୍ତୁ ଏପରି କହନ୍ତି ନାହିଁ ଯେ ଅମୁକ ଜାଗାରେ ଜନ୍ମ ନେଇଛି। କେବଳ ଏତିକି କହିବେ ଯେ ମୁଁ ବହୁତ ସୁଖୀ ଅଛି, ଭଲ ଘରେ ଜନ୍ମ ନେଇଛି। ଭଲ ଜ୍ଞାନୀ ସନ୍ତାନମାନେ ଭଲ ଘରେ ଜନ୍ମ ନେବେ। କମ୍ ଜ୍ଞାନୀ ଆତ୍ମା କମ୍ ପଦ ପାଇବେ। ବାକି ସୁଖ ତ ଉଭୟଙ୍କୁ ରହିବ। ରାଜା ହେବା ଭଲ ନା ଦାସୀ ହେବା ଭଲ? ଯଦି ରାଜା ହେବା ପାଇଁ ଚାହୁଁଛ, ତେବେ ଏହି ପାଠପଢ଼ାରେ ଲାଗିଯାଅ। ଦୁନିଆ ତ ବହୁତ ଖରାପ। ଦୁନିଆର ସଙ୍ଗକୁ କୁସଙ୍ଗ କୁହାଯିବ। ଏକ ସତର ସଙ୍ଗ ହିଁ ପାର କରିଥାଏ, ବାକି ସବୁ ବୁଡ଼ାଇଥାଏ। ବାବା ତ ସମସ୍ତଙ୍କର ଜନ୍ମପତ୍ରୀକୁ ଜାଣିଛନ୍ତି ନା? ଏହା ପାପର ଦୁନିଆ, ସେଥିପାଇଁ ତ ଡାକୁଛନ୍ତି ଆଉ କେଉଁଠାକୁ ନେଇ ଚାଲ। ଏବେ ବାବା କହୁଛନ୍ତି, ମଧୁର ସନ୍ତାନମାନେ ମୋର ହୋଇ ପୁଣି ମୋର ମତକୁ ପାଳନ କର। ଏହା ବହୁତ ବିକାରୀ ଦୁନିଆ ଅଟେ। କେତେ ଦୁର୍ନୀତି ରହିଛି। ଲକ୍ଷ ଲକ୍ଷ କୋଟି କୋଟି ଟଙ୍କାର ଠକାମି ହେଉଛି। ଏବେ ବାବା ଆସିଛନ୍ତି ପିଲାମାନଙ୍କୁ ସ୍ୱର୍ଗର ମାଲିକ କରାଇବା ପାଇଁ। ତେଣୁ ଅସରନ୍ତି ଖୁସିରେ ରହିବା ଦରକାର ନା? ବାସ୍ତବରେ ଏହା ହେଉଛି ସତ୍ୟ ଗୀତା। ପୁଣି ଏହି ଜ୍ଞାନ ପ୍ରାୟ ଲୋପ ହୋଇଯିବ। ଏବେ ତୁମ ପାଖରେ ଏହି ଜ୍ଞାନ ଅଛି, କିନ୍ତୁ ପରଜନ୍ମରେ ଏହି ଜ୍ଞାନ ରହିବ ନାହିଁ। ତାପରେ ପ୍ରାରବ୍ଧ ମିଳିବ। ତୁମକୁ ପୁରୁଷୋତ୍ତମ କରିବା ପାଇଁ ବାବା ପଢ଼ାଉଛନ୍ତି। ଏବେ ତୁମେ ବାବାଙ୍କୁ ଜାଣିଲ। ଏବେ ତୁମେ ବାସ୍ତବ ଅମରନାଥକୁ ଯାତ୍ରା କରୁଛ। କୁହ, ଯାହାଙ୍କୁ ତୁମେ ସୂକ୍ଷ୍ମ ବତନରେ ଦେଖାଉଛ, ସେ ପୁଣି ସ୍ଥୂଳ ବତନରେ କୁଆଡ଼ୁ ଆସିଲେ? ପାହାଡ଼ ଆଦି ତ ଏଇଠାରେ ଅଛି ନା? ସେଠାରେ ପତିତ କିପରି ରହିପାରିବେ? ଯେଉଁଥିପାଇଁ ପାର୍ବତୀଙ୍କୁ ଜ୍ଞାନ ଦେଉଛନ୍ତି। ବରଫର ଲିଙ୍ଗ ହାତରେ ତିଆରି କରିଥାନ୍ତି। ବାବା ତ କେଉଁଠାକୁ ବି ତାହା ତ କେଉଁଠି ବି ତିଆରି କରିପାରିବ। ମନୁଷ୍ୟ କେତେ ଧକ୍କା ଖାଉଛନ୍ତି। ବୁଝୁନାହାନ୍ତି ଯେ ଶଙ୍କରଙ୍କ ପାଖରେ ପାର୍ବତୀ କେଉଁଠାରୁ ଆସିଲେ ଯେ ତାଙ୍କୁ ପାବନ କରାଇବେ। ଶଙ୍କର ତ କୌଣସି ପରମାତ୍ମା ନୁହନ୍ତି, ସେ ମଧ୍ୟ ହେଉଛନ୍ତି ଦେବତା। ମନୁଷ୍ୟମାନଙ୍କୁ କେତେ ବୁଝାଯାଉଛି, ତଥାପି ବି ବୁଝୁନାହାନ୍ତି। ପାରସ ବୁଦ୍ଧି ହୋଇପାରୁନାହାନ୍ତି। ପ୍ରଦର୍ଶନୀକୁ କେତେ ଆସୁଛନ୍ତି। କହୁଛନ୍ତି ଜ୍ଞାନ ତ ବହୁତ ଭଲ, ସମସ୍ତେ ନେବା ଉଚିତ। ଆରେ ତୁମେ ତ ଜ୍ଞାନ ବୁଝ। କହିବେ ଆମକୁ ଫୁର୍ସତ ନାହିଁ। ପ୍ରଦର୍ଶନୀରେ ଏକଥା ମଧ୍ୟ ଲେଖିବା ଉଚିତ ଯେ ଏହି ଲଢ଼େଇ ପୂର୍ବରୁ ବାବା ସ୍ୱର୍ଗର ଉଦ୍ଘାଟନ କରୁଛନ୍ତି। ବିନାଶ ପରେ ସ୍ୱର୍ଗର ଦ୍ୱାର ଖୋଲିଯିବ। ବାବା କହିଥିଲେ, ପ୍ରତ୍ୟେକ ଚିତ୍ରରେ ଲେଖ ପାରଲୌକିକ ପରମପିତା ପରମାତ୍ମା ତ୍ରିମୂର୍ତ୍ତି ଶିବ ଭଗବାନ ଉବାଚ। ତ୍ରିମୂର୍ତ୍ତି ନ ଲେଖିବା ଦ୍ୱାରା କହିବେ ଶିବ ତ ହେଉଛନ୍ତି ନିରାକାର। ତେବେ କିପରି ଜ୍ଞାନ ଦେବେ? ବୁଝାଯାଉଛି, ଇଏ ବ୍ରହ୍ମା ପ୍ରଥମେ ଗୋରା ବା ପବିତ୍ର ଥିଲେ, ଶ୍ରୀକୃଷ୍ଣ ଥିଲେ, ପୁଣି ଏବେ ଶ୍ୟାମଳ ଅର୍ଥାତ୍ ପତିତ ମନୁଷ୍ୟ ହୋଇଛନ୍ତି। ଏବେ ଶିବ ବାବା ତୁମକୁ ମନୁଷ୍ୟରୁ ଦେବତା କରୁଛି। ପୁଣି ଇତିହାସର ପୁନରାବୃତ୍ତି ହେଉଛି। ଗାୟନ ମଧ୍ୟ ଅଛି ଯେ ମନୁଷ୍ୟରୁ ଦେବତା କିଏ? ପୁଣି ସିଡ଼ି ଓହ୍ଲାଇ ମନୁଷ୍ୟ ହେଉଛନ୍ତି।
ପୁଣି ଜ୍ଞାନ ବାବା ଆସି ଦେବତା କରୁଛନ୍ତି। ବାବା କହୁଛନ୍ତି ମୋତେ ଆସିବାକୁ ପଡ଼ୁଛି। କଳ୍ପର ସଙ୍ଗମ ଯୁଗରେ ଆସୁଛି। ଯୁଗେ ଯୁଗେ କହିବା ଭୁଲ। ମୁଁ ସଙ୍ଗମ ଯୁଗରେ ଆସି ତୁମକୁ ପୁଣ୍ୟ ଆତ୍ମା କରୁଛି। ପୁଣି ରାବଣ ତୁମକୁ ପାପ ଆତ୍ମା କରୁଛି। ବାବା ହିଁ ପୁରୁଣା ଦୁନିଆକୁ ନୂଆ ଦୁନିଆ କରୁଛନ୍ତି। ଏସବୁ ବୁଝିବାର କଥା। ଆଚ୍ଛା, ମିଠେ ମିଠେ ଶିଖିଲାଧି ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ଓମ୍ ଶାନ୍ତି। ଗୁଡ୍ ମର୍ଣ୍ଣିଂ। ନମସ୍ତେ 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 ନମସ୍ତେ। ଓମ୍ ଶାନ୍ତି। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। ବାବାଙ୍କ ଭଳି ଟିଚର ହେବାକୁ ପଡ଼ିବ। ବଡ଼ ଯୁକ୍ତିର ସହିତ ସମସ୍ତଙ୍କୁ ଏହି କଥା ଦୁନିଆରୁ ମୁକ୍ତ କରି ସତ୍ୟ ଦୁନିଆକୁ ବାବା କହୁଛନ୍ତି ବଡ଼ ଯୁକ୍ତିର ସହିତ ସମସ୍ତଙ୍କୁ ଏହି ମିଥ୍ୟା ଦୁନିଆରୁ ମୁକ୍ତ କରି ସତ୍ୟ ଦୁନିଆକୁ ଯିବା ପାଇଁ ଯୋଗ୍ୟ କରିବାକୁ ହେବ। 2 ନମ୍ବର। ଦୁନିଆର ସଙ୍ଗ କୁସଙ୍ଗ ଅଟେ। ସେଥିପାଇଁ କୁସଙ୍ଗଠାରୁ ଦୂରେଇ ରହି ଏକମାତ୍ର ସତର ସଙ୍ଗ କରିବାକୁ ହେବ। ଉଚ୍ଚ ପଦ ପାଇବା ପାଇଁ ପାଠ ପଢ଼ାରେ ଲାଗିଯିବାକୁ ହେବ। ଏକମାତ୍ର ବାବାଙ୍କ ମତରେ ହିଁ ଚାଲିବାକୁ ହେବ। ଆଜିର ବରଦାନ। ନିଜର ସବୁକିଛି ସେବାରେ ଅର୍ପିତ କରୁଥିବା ଗୁପ୍ତଦାନୀ ପୁଣ୍ୟ ଆତ୍ମା ହୁଅ। ନିଜର ସବୁକିଛି ସେବାରେ ଅର୍ପିତ କରୁଥିବା ଗୁପ୍ତଦାନୀ ପୁଣ୍ୟ ଆତ୍ମା ହୁଅ। ଯାହାବି ସେବା କରୁଛ ତାକୁ ବିଶ୍ୱ କଲ୍ୟାଣ ଅର୍ଥେ ଅର୍ପଣ କରି ଚାଲ। ଯେପରି ଭକ୍ତି ମାର୍ଗରେ ଯେଉଁମାନେ ଗୁପ୍ତଦାନୀ ପୁଣ୍ୟାତ୍ମା ଭକ୍ତମାନେ ଥାନ୍ତି ସେମାନେ ଏହି ସଂକଳ୍ପ କରିଥାନ୍ତି ଯେ ଏଥିରେ ସମସ୍ତଙ୍କର କଲ୍ୟାଣ ହେଉ। ସେହିପରି ତୁମମାନଙ୍କର ପ୍ରତ୍ୟେକ ସଂକଳ୍ପ ସେବାରେ ଅର୍ପିତ ହେଉ। କେବେ ନିଜର ପଣିଆର କାମନା ରଖ ନାହିଁ। ସମସ୍ତଙ୍କ ଉଦ୍ଦେଶ୍ୟରେ ସେବା କର। ଯେଉଁ ସେବା ବିଘ୍ନ ରୂପ ହୁଏ ତାକୁ ପ୍ରକୃତ ସେବା କୁହାଯିବ ନାହିଁ। ସେଥିପାଇଁ ନିଜର ପଣିଆକୁ ଛାଡ଼ି ଗୁପ୍ତ ଏବଂ ସଚ୍ଚା ସେବାଧାରୀ ହୋଇ ସେବା ଦ୍ୱାରା ବିଶ୍ୱର କଲ୍ୟାଣ କରିଚାଲ। ଆଜିର ସ୍ଲୋଗାନ। ଯଦି ପ୍ରତ୍ୟେକ କଥାକୁ ପ୍ରଭୁ ଅର୍ପଣ କରିଦେବ ତେବେ ଆସିବାକୁ ଥିବା ଜଟିଳ ପରିସ୍ଥିତି ସହଜ ଅନୁଭବ ହେବ। ଯଦି ପ୍ରତ୍ୟେକ କଥାକୁ ପ୍ରଭୁ ଅର୍ପଣ କରିଦେବ ତେବେ ଆସିବାକୁ ଥିବା ଜଟିଳ ପରିସ୍ଥିତି ସହଜ ଅନୁଭବ ହେବ। ଓମ୍ ଶାନ୍ତି। ଅବ୍ୟକ୍ତ ଇଶାରେ ଯଦି ସହଜ ଯୋଗୀ ହେବାକୁ ଚାହୁଁଛ ତେବେ ପରମାତ୍ମା ସ୍ନେହର ଅନୁଭବୀ ହୁଅ। ଆଦିକାଳ ଅମୃତ ବେଳାରେ ନିଜର ଦିଲ୍ ଭିତରେ ପରମାତ୍ମା ସ୍ନେହକୁ ସମ୍ପୂର୍ଣ୍ଣ ରୂପରେ ଧାରଣ କରିନିଅ। ଯଦି ଦିଲ୍ ଭିତରେ ପରମାତ୍ମା ସ୍ନେହ, ପରମାତ୍ମା ଶକ୍ତି, ପରମାତ୍ମା ଜ୍ଞାନ ଭରପୁର ରହିଥିବ ତେବେ କେବେ ବି ଅନ୍ୟ କୌଣସି ଆଡ଼େ ଆକର୍ଷଣ ବା ସ୍ନେହ ଯାଇପାରିବ ନାହିଁ। ବାବାଙ୍କ ସହିତ ଯଦି ସଚ୍ଚା ସ୍ନେହ ଥିବ ତେବେ ସ୍ନେହର ଚିହ୍ନ ହେଲା ସମାନ ହେବା ଏବଂ କର୍ମାତୀତ ହେବା। ନିର୍ଦ୍ଦେଶକର୍ତ୍ତା ହୋଇ ନିର୍ଦ୍ଦେଶକର୍ତ୍ତା ହୋଇ କର୍ମ କର ଏବଂ କର୍ମେନ୍ଦ୍ରିୟମାନଙ୍କ ଦ୍ୱାରା କରାଅ। କେବେ ବି ମନ, ବୁଦ୍ଧି ବା ସଂସ୍କାରର ବଶୀଭୂତ ହୋଇ କୌଣସି କର୍ମ କର ନାହିଁ। ଓମ୍ ଶାନ୍ତି।